ମୁଁ ଅରୁଣ କୁମାର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ କାଞ୍ଚନ କମଳା ଉଚ୍ଚ ବିଦ୍ୟାଳୟ ରାମକୃଷ୍ଣପୁର। ମୁଁ 2/2/87 ନିଯୁକ୍ତି ପାଇଥିଲି। 28/2/2026 ଅବସର ନେଇଛି। ସମୟ ସୁଯୋଗର ଅଭାବ ହେତୁ ସମ୍ବର୍ଦ୍ଧନା ସଭା ହୋଇପାରିନଥିଲା। ଆଜି ତା ସଫଳ ହୋଇଛି, ସେଥିପାଇଁ ମୁଁ ବହୁ ଆନନ୍ଦିତ। ଏ ବିଦ୍ୟାଳୟ ଉତ୍ତରୋତ୍ତର ଉନ୍ନତି କରୁ, ପିଲାମାନେ ପ୍ରତିବର୍ଷ ରେଜଲ୍ଟ ଭଲ କରନ୍ତୁ, ଯେ ଏହି ଆଶା ରଖୁଛି। ଶିକ୍ଷକ ଅଭାବ ଥିବାରୁ ଯେ ଅନୁରୋଧ ମୁଁ ରକ୍ଷା କରି ଏ ବିଦ୍ୟାଳୟକୁ ଆସିବି, ଶିକ୍ଷାଦାନ କରିବି। କାରଣ ପିଲା ଆଉ ଛାତ୍ର ମଧ୍ୟରେ ଯେଉଁ ସମ୍ପର୍କ ତାକୁ ଭୁଲି ହେବନି। ଯେଉଁ ପିଲା ଯେ ସାର୍ଙ୍କୁ ଭଲ ପାଇଛି ବା ସାର୍ ଯେଉଁ ପିଲାକୁ ଭଲ ପାଇଛନ୍ତି ସେମାନେ ନିଶ୍ଚିତ ଭାବରେ ଜୀବନର ଉନ୍ନତି କରୁଛନ୍ତି। ମୁଁ ପ୍ରସନ୍ନ କୁମାର ଧଳ, ଏହି ବିଦ୍ୟାଳୟର କାଞ୍ଚନ କମଳା ହାଇସ୍କୁଲ 1981 ମସିହାରେ ପ୍ରତିଷ୍ଠିତ ହୋଇଥିଲା। 1988 ମସିହାରୁ ମୁଁ ଏଠାରେ ପ୍ରଧାନ ଶିକ୍ଷକ ଭାବରେ ଜୁଲାଇ 31 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲି। ତାପରେ ଆଜି ଯାହାର ଯେଉଁ ଶିକ୍ଷକଙ୍କର ଅବସର ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଛି, ସେ ସାର୍ ଅରୁଣ କୁମାର ସାହୁ ମହୋଦୟ ମୋର ଭାରପ୍ରାପ୍ତ ଭାବରେ ଦାୟିତ୍ୱ ନେଇଥିଲେ। ସେ ଫେବୃଆରୀ ଶେଷ ତାରିଖରେ ଅବସର ଗ୍ରହଣ କରିଥିଲେ ସୁଦ୍ଧା ତାପରେ ପରୀକ୍ଷା ଖାତା ଦେଖା ଥିବାରୁ ତାଙ୍କୁ ଆଜି ଆମର ବିଦ୍ୟାକାଳୀନ ସମ୍ବର୍ଦ୍ଧନା ଆୟୋଜନ କରାଯାଇଛି। ଏହି ବିଦ୍ୟାଳୟଟି ଏକ ନିଆରା ବିଦ୍ୟାଳୟ। ଏଠାରେ ପରିଚାଳନା କମିଟିର ସକ୍ରିୟ ଭୂମିକା ରହିଛି। ଆଲୁମିନି କମିଟିର ସମ୍ପୂର୍ଣ୍ଣ ସହଯୋଗ। ପରିଚାଳନା କମିଟିର ଯେଉଁ ସଭାପତି ମାନେ ରହିଥିଲେ ସେମାନେ ବିଦ୍ୟାଳୟକୁ ନିଜର ଅନୁଷ୍ଠାନ ଭଳି, ନିଜର ପିଲା ଭଳି ଦେଖିଥାନ୍ତି ଏବଂ ସବୁ କ୍ଷେତ୍ରରେ ସହଯୋଗ କରିଥାନ୍ତି। ଏହି ଗ୍ରାମବାସୀ, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମସ୍ତଙ୍କର ଏଠାରେ ଏହି ବିଦ୍ୟାଳୟ ପ୍ରତି ଅଖଣ୍ଡ ସହଯୋଗ ରହିଛି। ବିଦ୍ୟାଳୟକୁ ଆମେ ଛାଡ଼ିକି ଯିବାର ପ୍ରଶ୍ନ ଉଠୁନାହିଁ। ଯେପର୍ଯ୍ୟନ୍ତ ଆମେ ସୁସ୍ଥ ଥିବୁ ଆମେ ବିଦ୍ୟାଳୟକୁ ନିଶ୍ଚିତ ଭାବରେ ଆସୁଥିବୁ। ଏ ବର୍ଷ ଯେତେବେଳେ ପିଲାମାନଙ୍କର ଆଡମିସନ ହେଲା, ପିଲାମାନେ ପଚାରିଲେ ଯେ ଆପଣମାନେ ଆସିବେ ତ? କାରଣ ଅଧିକାଂଶ ପିଲା ଆମମାନଙ୍କର ପୂର୍ବତନ ଛାତ୍ରଛାତ୍ରୀଙ୍କ ପିଲାମାନେ, ତେଣୁକରି ଆମେ ନିର୍ଭର ପ୍ରତିଶ୍ରୁତି ଦେଇଛୁ ଏହି ଚଳିତ ବର୍ଷ ଆମେ ଗେଷ୍ଟ ଟିଚର ଭାବରେ ନିଯୁକ୍ତି ହେଉ କିମ୍ବା ନ ହେଉ, ବିନା ପାରିଶ୍ରମିକରେ ଏ ବର୍ଷକୁ ଆସିବୁ ଏବଂ ଶିକ୍ଷାଦାନ କରିବୁ। ସେ କାଞ୍ଚନ କମଳା ହାଇସ୍କୁଲର ପୁରାତନ ଛାତ୍ର। ଆଉ ଆମମାନେ ଆଜି ଯେଉଁ ଆମର ପୂଜ୍ୟ ସାର୍ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ସେ ଆଜି ଅବସର ନେଉଛନ୍ତି। ସେଥିପାଇଁ ଆମେ ଏକ ଅବସରକାଳୀନ ସଭାଟି ଆୟୋଜନ କରିଛୁ। ସେ ପ୍ରକୃତରେ କେବଳ ଆମ ସ୍କୁଲ ପାଇଁ ଜଣେ ଶିକ୍ଷକ ନଥିଲେ, ସେ ଆମର ପଥ ପ୍ରଦର୍ଶକ ଥିଲେ, ସେ ଆମର ଆଦର୍ଶ ଥିଲେ। ସେ ଯେଉଁଭଳି ଭାବରେ ଶିକ୍ଷାଦାନ କରନ୍ତି ସାର୍ ସବୁବେଳେ ଗୁରୁତ୍ୱ ଦିଅନ୍ତି କେବଳ ଭଲ ଛାତ୍ରଟିଏ ଭଲ ପାଠ ପଢ଼ୁ, ତାହା ସେ ତାଙ୍କ ମନ ଭିତରେ ନଥାଏ। ସେ ଚାହାନ୍ତି ସବୁ ପଛରେ ବସୁଥିବା ଛାତ୍ରଟି ମଧ୍ୟ ଉପକୃତ ହେଉ। ତେଣୁ ସାର୍ଙ୍କର ଏଇ ଯେଉଁ ପଢ଼େଇବାର କୌଶଳ ଏବଂ ଏଇ ସ୍କୁଲ ପାଇଁ ଦୀର୍ଘ 40 ବର୍ଷର ଯେଉଁ ସେବା ଦେଇଛନ୍ତି, ତାଙ୍କର ଏଇ ତ୍ୟାଗକୁ ଖାଲି ଆମେ ପୂର୍ବତନ ଛାତ୍ରଛାତ୍ରୀ ନୁହେଁ, ଏବଂ ଏଇ ରାମକୃଷ୍ଣପୁର ଅଞ୍ଚଳ ସହିତ ଏଇ ଅର୍ଜୁନା ପଞ୍ଚାୟତ ଯୁଗ ଯୁଗ ପର୍ଯ୍ୟନ୍ତ ମନେ ରଖିଥିବ ତାଙ୍କର ଏଇ ତ୍ୟାଗକୁ। ତା ସହିତ ଆମମାନେ ପୂର୍ବତନ ଛାତ୍ରମାନେ ସମସ୍ତେ ଆମେ ଏକାଠି ହେଇଛୁ। ସାର୍ଙ୍କୁ ଏକ ସୁସଜ୍ଜିତ ଗାଡ଼ିଟିଏ ଆମେ ରେଡ଼ି କରୁଛୁ। ସାର୍ଙ୍କୁ ନେଇ ତାଙ୍କ ଘରେ ଛାଡ଼ିବୁ।